ଆ, ଲୋକ ପରିବର୍ତ୍ତନ ଚାହୁଁଥିଲେ କଲେ, କିନ୍ତୁ ଏବେ ପରିବର୍ତ୍ତନରେ ଟିକେ ଖୁସି ନାହାନ୍ତି, ଯାହା ଜଣା ପଡୁଛି ଲୋକଙ୍କ ଫିଡବ୍ୟାକରୁ। ଆଉ ତାମାନେ ବେଷ୍ଟ ଅଲ୍ଟରନେଟିଭ ଆମ କଂଗ୍ରେସ ଟି। ଆମେ ଏଇନେ କେବଳ କଂଗ୍ରେସକୁ ଯୋଡ଼ିକିରି ଠିଆ ହବା, ସେତିକିରେ ହିଁ ଲୋକଙ୍କର ଭରସାଟା ଆସିବ। ଆଉ ଥରେ ଭରସା ଆସିଲେ ନା ଆଙ୍କ ପଇସା କାମ ଦବ, ନା ଆଙ୍କ ଗୁଣ୍ଡା କାମ ଦେବେ, ନା ଆଙ୍କର ମିଛ ପ୍ରତିଶ୍ରୁତି କାମ ଦବ। ଏଇ ଜିନିଷ ପାଇଁ ଆମେ ସବୁ ପଞ୍ଚାୟତ ୱାଇଜ ଖାଲି ଏକାଠି ହେଇଯାଉଛୁ, କିଛି କାହା ଏଗେନ୍ଷ୍ଟରେ କହୁନି। ଏ ଓଭର ଏକ୍ସାଇଟ ହେଇକିରି କମିଟମେଣ୍ଟ ଗୁଡେ କରିଦେଇ ଗଲେ। ତା ପଇସା କୋଉଠୁ ଆସିବ, କୋଉଠୁ ଯିବ, ସେତିକି ନ କରି ମୋର ତ ଗୋଟିଏ ରିକ୍ୱେଷ୍ଟ, ତମେ ଯାହା ନୂଆ କରିବ ଛାଡ। ଏଇ ନବୀନ ପଟ୍ଟନାୟକ ସରକାର ଯେତିକି ଚୋରି କରିଛନ୍ତି ଏଠୁ, ଖଣିରୁ 3 ଲକ୍ଷ କୋଟି, ବାଲିରୁ ବୋଧେ ବର୍ଷକୁ 18,000 କୋଟି, ପାଣି ଯୋଜନାରୁ କେତେ 27,000 କୋଟି ଖାଇସାରିଲେଣି। ଏତିକି ଖାଲି କଲେକ୍ଟ କରିଦିଅ, ବାଣ୍ଟିଲେ ପରା ପ୍ରତି ଫ୍ୟାମିଲି ପିଛା 5 ଲକ୍ଷ ପଡିବ। 5,000 କଣ ସୁଭଦ୍ରା ଦବ? ତାକୁ ଆଣ, ଏଗୁଡାକୁ ସବୁ ଭିତରେ ଭର୍ତ୍ତି କର। ଏଇ ଯୋଉ ଚିଟ୍ ଫଣ୍ଡରେ ଖାଇଗଲେ 60,000 କୋଟି, ଆଣୁନ ସେ ପଇସା। ସେ ଲୋକ ଏବେ ବି ବଡ ବଡ ଗାଡି ମର୍ସିଡିଜରେ ବୁଲୁଛନ୍ତି ଆମ ପଇସା ଚୋରେଇକି। ଏଇ ମେସେଜ ଖାଲି ମନେ ପକାଉ ନିଜକୁ। ମୁଁ କାଲି ଦଳେ ପିଲା ଆସିଥିଲେ ବଳଙ୍ଗାରୁ ଫୁଟବଲ ଖେଳିବାକୁ ଡାକିଥିଲେ, ମୁଁ ତାଙ୍କୁ କହିଲି ଦିଲ୍ଲୀ ସ୍ପେଲିଂ କର। ସବୁ ଗ୍ରାଜୁଏଟ ପିଲା ଗୁଡା ଦିଲ୍ଲୀ ସ୍ପେଲିଂ କରିପାରୁନାହାନ୍ତି। ଏଇଆ ହେଲା ଆମ ଅବସ୍ଥା ଶିକ୍ଷାର। ଖାଲି ଶିକ୍ଷକ ଯୋଉ ଯୋଗେଇଲେ ନବୀନ ବାବୁ ପଇସା ନେଇକିରି, କରପସନ କରିକିରି, ସେ ଶିକ୍ଷକ କି ପାଠ ପଢେଇବ? ସେ ତ ନିଜେ ଜାଣିନି। କ୍ୱାଲିଟି ଶିକ୍ଷକ ଦିଅ, ତାହେଲେ ଓଡିଶା ଟିକେ ଚେଞ୍ଜ ହବ, ପିଲା ପାଠ ପଢିବେ, ବାହାରେ ଯେତିକି ଅପରଚୁନିଟି ଅଛି ତା ଆଡିକି ଯିବେ, ଆମର ଏଠି ଯେତିକି ଅପରଚୁନିଟି ଅଛି କରିବେ। ନହେଲେ ଏମିତି ଗୁଟକା, ପାନ, ତାସ, ମଦ, ଡ୍ରଗ୍ସ ଏଇଆ ଚାଲିବ। ଏଇନେ ତ 6 ମାସ ହେଇଛି, ତାଙ୍କୁ ଛାଡିଦବା। କାହିଁକି, ବହୁତ ଜିନିଷ କହିଛନ୍ତି କରିପାରିବେନି। ଯେତେବେଳେ ଲୋକ ବିଗିଡିବେ, କାମ ବିଗିଡିବ, 6 ମାସ ପରେ ଆରମ୍ଭ କର। ଏଇନେ ଖାଲି ଆମେ ଏକାଠି ହଉ। ଇଲେକ୍ସନ ପରେ ଆମର ପ୍ରଥମ ବୈଠକ ହେଲା, ଯାହାକି ଆମର ସମ୍ମାନୀୟ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଆମେ ସବୁ ୱାର୍ଡରୁ 20 ଲୋକ 40 ଲୋକକୁ ନେଇକିରି ଆମେ ବୈଠକଟି କରିଥିଲୁ। ଏବଂ ଆମେ ଏବେ ଭାଇ ଆମକୁ ପରାମର୍ଶ ଦେଲେ ଗ୍ରାସ ରୁଟ୍ରେ କେମିତି ଆମେ ମଜବୁତ ସଂଗଠିତ ହେଇକି ରହିବା। ଏବେ ଆମର ପ୍ରଥମ ଲକ୍ଷ୍ୟ ହେଉଛି ଆମର ଯେଉଁ କଂଗ୍ରେସ କର୍ମୀ ସେମାନେ କେମିତି ଏକତ୍ରିତ ହେଇକି ରହିବେ। ତାପରେ ଆମେ ଧୀରେ ଧୀରେ ଆମ ସଂଖ୍ୟା ବଢେଇବା, କାର୍ଯ୍ୟକ୍ରମ ଯାହା ଅଛି ହାତକୁ ନେଇକରି କରିବା, ଏବଂ ଯାହା ଯାହା ଲୋକଙ୍କର ସମସ୍ୟା ଆସୁଛି ତାକୁ କେମିତି ଥାନାରେ ହଉ, ଆପଣଙ୍କର ମେଡିକାଲରେ ହଉ, ତାକୁ କେମିତି ଆମ ଏଇ ସଂଗଠିତ ଲୋକଙ୍କ ଦ୍ୱାରା ସମାଧାନ କରିବା। ଏଇ ସବୁ ପରାମର୍ଶ ଆମକୁ ସିଦ୍ଧାର୍ଥ ଭାଇ ଆସିଥିଲେ, ଯୋଗ ଦେଇକରି ପରାମର୍ଶ ଦେଇଥିଲେ ଆଜିର ବୈଠକରେ। ଆଜିର କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆମର ଗତ ବିଧାନସଭା ଇଲେକ୍ସନ ପରେ ଏଇଟା ପ୍ରଥମ କର୍ମୀ ବୈଠକ ତୁଳସୀପୁର ଗ୍ରାମ ପଞ୍ଚାୟତର ସିଦ୍ଧାର୍ଥ ବାବୁଙ୍କ ନେତୃତ୍ୱରେ ନିର୍ଦ୍ଦେଶରେ ଏଠି ମଧ୍ୟ ଏଇଟା ଆରମ୍ଭ କରାଯାଇଛି। ଆଜି ଫାର୍ଷ୍ଟ ଟାଇମ୍ ପାଇଁ କରାଯାଇଛି। ଏବଂ ସିଦ୍ଧାର୍ଥ ବାବୁ ନିଜେ ମଧ୍ୟ ଏଠି ଉପସ୍ଥିତ ଥିଲେ ଏବଂ ସେଥିରେ ଆମକୁ ଗୋଟିଏ ଉପାଦେୟ ପରାମର୍ଶ ଦେଲେ ଯେ କଂଗ୍ରେସ ଦଳ କିଭଳି ସଂଗଠିତ ହେବ ଏବଂ ଗ୍ରାସ ରୁଟ୍ରେ କଂଗ୍ରେସ ଦଳରେ କିଭଳି ଲୋକ ଯୋଗ ଦେବେ ଏବଂ ମୁଖ୍ୟତଃ ବିଭିନ୍ନ ସମସ୍ୟାକୁ ସରକାରଙ୍କର ଯେଉଁ ଅପାରଗତା ଏବଂ ବିଭିନ୍ନ ସମସ୍ୟାକୁ ଲୋକଙ୍କର ସମସ୍ୟାକୁ ସାଧାରଣତଃ ସ୍ୱର ଉତ୍ତୋଳନ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏବଂ ତା ସହିତ ଯେତେ କରପସନ ମଧ୍ୟ ହେଉଛି ପଞ୍ଚାୟତରେ ହେଉଛି ଏବଂ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ କାର୍ଯ୍ୟକାରୀ କରିପାରୁନାହାନ୍ତି, ସେ ବିଷୟରେ ମଧ୍ୟ